ଯେକୌଣସି ପୂଜା ବ୍ରତ ଉପବାସ ଦିନରେ ଗୋଟେ ଗ୍ଲାସ୍ ପିଅନ୍ତୁ, ଦେଖିବେ ମନ ଆତ୍ମା ସବୁ ଶାନ୍ତି ହେଇଯିବ ଆଉ ଦିନ ସାରା ଜମା ଭୋକ ଲାଗିବ ନାହିଁ। ଆଜି ଆମେ ହେଲ୍ଦି ଉପାୟରେ ବନେଇବା ଦୁନିଆର ସବୁଠୁ ସହଜ ଏନର୍ଜିରେ ଭରପୁର କଦଳୀ ଲସି। ରେସିପି ପସନ୍ଦ ଆସିଲେ ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଫେସବୁକ୍ ପେଜକୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। କଦଳୀ ଲସି ବନେଇବା ପାଇଁ ପ୍ରଥମେ ଗୋଟେ ଗିନାରେ 6ଟି କାଜୁ 6ଟି ଆଲମଣ୍ଡସ୍ ନେବା। ଲସିରେ କାଜୁ ଆଲମଣ୍ଡସ୍ ଦେଲେ ଲସି ଖାଇବା ପାଇଁ ଭଲ ଲାଗେ, ଦେହ ପାଇଁ ହେଲ୍ଦି ରୁହେ, ତା ଛଡ଼ା ଦେହକୁ ବହୁତ ଏନର୍ଜି ମିଳେ। ଯଦି ଥିବ ନିଶ୍ଚୟ ନେବେ। ଏବେ ସେଥିରେ ଗରମ ପାଣି ଦେଇ ପାଖାପାଖି ଅଧା ଘଣ୍ଟା ବତୁରେଇ ଦେବା। ଆଉ ଗୋଟେ ଗିନାରେ ଗୋଟେ ଖାସ୍ ଜିନିଷ ନେବା, ଚିଆ ସିଡ୍ସ। ଚିଆ ସିଡ୍ସ ବଦଳରେ ଆପଣମାନେ ବେସିଲ୍ ସିଡ୍ସ ନହେଲେ ସବ୍ଜା ସିଡ୍ସ ବି ନେଇପାରିବେ, କିନ୍ତୁ ଚିଆ ସିଡ୍ସ ଦେହ ପାଇଁ ସବୁଠୁ ଭଲ, ଦାମ ବି ଟିକେ ଅଧିକ ଥାଏ। ଚିଆ ସିଡ୍ସରେ ବହୁତ ପ୍ରକାରର ହେଲ୍ଥ ବେନିଫିଟ୍ସ, ବହୁତ ପ୍ରକାରର ଭିଟାମିନ୍ସ ଭରପୁର ମାତ୍ରାରେ ଥାଏ। ପ୍ରୋଟିନ୍, ଓମେଗା 3, ଫାଇବର, ଆଣ୍ଟିଅକ୍ସିଡେଣ୍ଟସ୍ ଭରପୁର ମାତ୍ରାରେ ଥାଏ। ତା ଛଡ଼ା କୋଲେଷ୍ଟ୍ରଲ୍, ବ୍ଲଡ୍ ପ୍ରେସର, ବ୍ଲଡ୍ ସୁଗାର, ଡାଇବେଟିକ୍ସକୁ କଣ୍ଟ୍ରୋଲ କରେ, ୱେଟ୍ ଲସ୍ କରିବାରେ ସାହାଯ୍ୟ କରେ। ସବୁଠୁ ବଡ଼ କଥା, ଖରାଦିନେ ପେଟକୁ ଥଣ୍ଡା ରଖେ। ସେଥିପାଇଁ ନିହାତି ଚିଆ ସିଡ୍ସକୁ ଡାଏଟରେ ସାମିଲ କରିବା ଦରକାର। ଏବେ ଅଧା ଘଣ୍ଟା ପର୍ଯ୍ୟନ୍ତ ସବୁ ଜିନିଷକୁ ବତୁରେଇ ଦେବା। ଚିଆ ସିଡ୍ସ ମାତ୍ର 5ରୁ 10 ମିନିଟ୍ ଭିତରେ ଭଲ ଭାବରେ ବତୁରି ଯିବ। ବତୁରି ଗଲେ କ୍ୱାଣ୍ଟିଟି ଡବଲ ହେଇଯିବ, ଏମିତି ଫୁଲିଯିବ ଆଉ ଟିକେ ଲାଳୁଆ ହେଇଯିବ। କିନ୍ତୁ ଅଧା ଘଣ୍ଟା ପରେ କାଜୁ ଆଲମଣ୍ଡସ୍ ଦେଖନ୍ତୁ ଭଲ ଭାବରେ ବତୁରି ଯାଇଛି। ଆଲମଣ୍ଡସ୍ରୁ ଚୋପା ବାହାର କରିନେବା, ତାପରେ ଲସିରେ ବ୍ୟବହାର କରିବା। ଦର୍ଶକ ବନ୍ଧୁ, ଆପଣମାନେ ଭିଡ଼ିଓ କେଉଁଠୁ ଦେଖୁଛନ୍ତି ଦୟାକରି କମେଣ୍ଟସ୍ କରି ଜଣାଇବେ, ତାହେଲେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଇ ପାରିବି। ସବୁ ଜିନିଷ ରେଡ଼ି ହେଇଗଲା, ଚାଲନ୍ତୁ ଲସି ବନେଇବା ଷ୍ଟାର୍ଟ କରିବା। ଆଜିର ଲସି ପାଇଁ ମୁଁ 2ଟି ବଡ଼ ସାଇଜର ପାଚିଲା କଦଳୀ ନେଇଛି। ଆପଣ ଛୋଟ ସାଇଜର କଦଳୀ ନେଉଥିଲେ 3ଟି କଦଳୀ ନେବେ। କଦଳୀକୁ ଛୋଟ ଛୋଟ କରି କାଟି ଆମେ ଗ୍ରାଇଣ୍ଡର ଜାରରେ ଦେବା। ବତୁରେଇ ରଖିଥିବା କାଜୁ ଆଲମଣ୍ଡସ୍କୁ ଦେବା। ଲସିରେ ମିଠା ପାଇଁ 100 ଗ୍ରାମ ମିଶ୍ରିକୁ ମୁଁ ଗୁଣ୍ଡ କରି ନେଇଥିଲି। ମୁଁ ମିଶ୍ରି ପାଉଡର ଦେଲି, ଆପଣମାନେ ଚିନି ବି ଦେଇପାରିବେ। ଏବେ ଲସିରେ ପାଖାପାଖି 250 ମିଲିଲିଟର ଫ୍ରେଶ ଦହି ଦେବା। ଦହି ବେଶୀ ଖଟା ଦେବେ ନାହିଁ, ଲସି ଖାଇବା ପାଇଁ ଭଲ ଲାଗିବ ନାହିଁ। ଏମିତି ବହଳିଆ ଦହି ଦେବେ, ଲସି ପୁରା ବହଳିଆ ହେବ। ଲସିରେ ବହୁତ ବଢ଼ିଆ ବାସ୍ନା ଟେଷ୍ଟ ପାଇଁ 2ଟି ଗୁଜୁରାତି, 8ରୁ 10ଟି ଗୋଲମରିଚ ଦେବା। ସାଧାରଣତଃ ଦହି କଦଳୀ ମିଶାଇ ଖାଇଲେ କଫ ହୁଏ, ଅଳ୍ପ ଗୋଲମରିଚ ଦେଲେ କଫ ଅଂଶ କଟିଯାଏ। ଗୁଜୁରାତିରୁ ଚୋପା ଛଡ଼େଇ ଦେବେ। ଲସିରେ ଅଳ୍ପ କେଶର ଦେଲେ ଲସିରେ ବହୁତ ବଢ଼ିଆ ବାସ୍ନା ଟେଷ୍ଟ ଆସେ। ଯଦି ଥିବ 6-7ଟି ଧାଗା ଦେବେ, ଯଦି ନଥିବ ସ୍କିପ୍ କରିବେ। 2 ପିଞ୍ଚ ଲୁଣ ଦେବା। ମୋ ଶାଶୁମା କୁହନ୍ତି ଦହି କଦଳୀରେ ଅଳ୍ପ ଲୁଣ ଦେଲେ କଫ ଅଂଶ କଟିଯାଏ, ଟେଷ୍ଟର କିଛି ଫରକ ଆସିବ ନାହିଁ। ଯଦି ଲୁଣ ପସନ୍ଦ କରୁନଥିବେ ଲୁଣକୁ ସ୍କିପ୍ କରିବେ। ଜମା ପାଣି ଦେବେ ନାହିଁ, ସେମିତି ଗ୍ରାଇଣ୍ଡ କରି ଆଣିବେ। ଏବେ ଆମେ ଲସି ଗ୍ଲାସକୁ ଟିକେ ସଜେଇବା। ଲସି ଗ୍ଲାସରେ ଅଳ୍ପ ଚକୋଲେଟ୍ ସିରପ ଦେବା। ଗ୍ଲାସ ଦେଖିବା ପାଇଁ ସୁନ୍ଦର ଲାଗିବ, ତା ଛଡ଼ା ଲସି ଖାଇବା ସମୟରେ ବହୁତ ବଢ଼ିଆ ଟେଷ୍ଟ ଆସିବ। ଯଦି ଉପବାସରେ ଖାଉନଥିବେ ଚକୋଲେଟ୍ ସିରପ ସ୍କିପ୍ କରିବେ, ବିଲକୁଲ ନଦେଲେ ବି ଚଳିବ। ତାପରେ ବତୁରେଇ ରଖିଥିବା ଚିଆ ସିଡ୍ରୁ 2 ଚାମଚ ଗ୍ଲାସର ତଳେ ଦେବା। 3-4ଟି କଦଳୀ ସ୍ଲାଇସେସ୍ ଦେବା। ଲସି ଦେଖିବା ପାଇଁ ସୁନ୍ଦର ଲାଗିବ। ତାପରେ ଗ୍ରାଇଣ୍ଡ କରି ରଖିଥିବା ଲସି ଦେବା। ଲସି ଦେଖନ୍ତୁ କେତେ ବହଳିଆ ଦେଖାଯାଉଛି। ଗ୍ଲାସ ପୁରା ଫୁଲ କରିବେ ନାହିଁ, ଗ୍ଲାସ ଉପରେ ଅଳ୍ପ ନଡ଼ିଆ କୋରା ଦେବା। ଯେହେତୁ ଓଡ଼ିଶା ଲସି, ଲସି ଉପରେ ଅଳ୍ପ ନଡ଼ିଆ କୋରା, କାଜୁ, ଚେରି ନଦେଲେ ଲସି ଅଧୁରା ଲାଗିବ। ତା ଉପରେ କଦଳୀ ସ୍ଲାଇସେସ୍, କାଜୁ, ଚେରି ଦେଇ ମୁଁ ଲସିକୁ ସଜେଇ ଦେଲି। ତା ଉପରେ ଅଳ୍ପ ଚକୋଲେଟ୍ ସିରପ ଦେଲି। ଦେଖନ୍ତୁ ଲସି ଗ୍ଲାସ କେତେ ସୁନ୍ଦର ଦେଖାଯାଉଛି। ଦେଖିବା ପାଇଁ ଯେତିକି ସୁନ୍ଦର, ଖାଇବା ପାଇଁ ତାଠାରୁ ଆହୁରି ସୁଆଦିଆ। ଏହି ଲସିରେ ଚକୋଲେଟ୍ ସିରପ, ଚିଆ ସିଡ୍ସ ଦେବା ଟୋଟାଲି ଅପସନାଲ। ଯଦି ଆପଣମାନଙ୍କ ପାଖରେ ଥିବ ଦେବେ, ନଦେଲେ ବି ସେମିତି ସିମ୍ପୁଲ ଲସି ବନେଇ ଖାଇପାରିବେ। ଆସୁଥିବା ଶିବରାତ୍ରିରେ ବନାନ୍ତୁ। କେମିତି ଲାଗିଲା ନିଶ୍ଚୟ କମେଣ୍ଟସ୍ କରି ଜଣାଇବେ। ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।